ଜୟଗୁରୁ। ଅନେକ ସମୟରେ ଆମେମାନେ ଆମର ବନ୍ଧୁ ଚୟନରେ ବହୁତ ଭୁଲ କରିଥାଉ। ତା ସାଙ୍ଗରେ ବନ୍ଧୁ ବାନ୍ଧି ହୁଏନା ବା ସମ୍ବନ୍ଧ ରଖି ହୁଏନା। ପ୍ରକୃତରେ ବନ୍ଧୁ କାହାକୁ କୁହାଯାଏ? ବନ୍ଧୁ କିଏ? ସତ୍ସଙ୍ଗର ପ୍ରଧାନ ଆଚାର୍ଯ୍ୟ ଶ୍ରୀ ଶ୍ରୀ ବଡ଼ଦା କହୁଛନ୍ତି, ମୁଁ ଯଦି ଇଷ୍ଟକେନ୍ଦ୍ରିକ ହୋଇ ନ ଚାଲେ, ତାଙ୍କୁ ଯଦି ଭଲ ନ ପାଏ, ବନ୍ଧୁ ଅନେକ ଥାଇପାରେ। ଯଦିଓ ସଂସାରରେ ପ୍ରକୃତ ବନ୍ଧୁ ପାଇବା ବିରଳ, ତାହେଲେ କ'ଣ ହେବ? ବନ୍ଧୁ ମାନେ କ'ଣ? ଯାହା ସାଙ୍ଗରେ ମୋର ସୁଖ ଦୁଃଖର ଆଳାପ ହୁଏ, ସିଏ ମୋର ବ୍ୟଥାରେ ବ୍ୟଥି ହୁଏ। ଯାହା ସାଙ୍ଗରେ ମୋର ମନର ମେଳ ହୁଏ, ସେଇ ତ ମୋର ବନ୍ଧୁ। ଅସଲ କଥା ତ ମନର ମେଳ ହେବା। ତାଙ୍କ ସହିତ ମନର ମେଳ ନାହିଁ, ଅଥଚ ତାଙ୍କ ପଛେ ପଛେ ଘୂରି ବୁଲୁଛି। ସେ ଯେମିତି, ସେ କେମିତି, ମୁଁ ତାକୁ ହିଁ ଭଲ ପାଏ। ଯିଏ ମୋର ଇଷ୍ଟଙ୍କୁ ଭଲ ପାଏ, ତା ସହିତ ମୋର ମେଳ ହୁଏ। ତାଙ୍କ କାମରେ ଯେ ଲାଗେ, ସେ ମୋର ବନ୍ଧୁ। ତାଙ୍କ କାମରେ ଯେ ଲାଗେ ନା, ସେ ମୋର କେହି ନୁହେଁ। ସେମାନଙ୍କ ପାଇଁ ମୁଁ କ'ଣ କରିପାରିବି ମୁଁ ଜାଣେ। ତାଙ୍କର ନଜର ଅବଶ୍ୟ ଅଛି, ତାଙ୍କର ନଜର ସବୁରି ଦିଗରେ। ମୋର ନଜର ଖାଲି ତାଙ୍କ ଦିଗରେ। ମୁଁ ଏଇ ବୁଝେ। ଏ ଛଡ଼ା କିଏ ମୋର ବନ୍ଧୁ କିଏ ନୁହେଁ ସେ ମୁଁ ବୁଝେନା। ଯେ ତାଙ୍କ ପଥରେ ଚାଲେ, ସେ ହିଁ ମୋର ବନ୍ଧୁ। ଯେ ମୋତେ ଇଷ୍ଟ ପଥରେ ସହାୟତା କରେ, ସେ ହିଁ ମୋର ବନ୍ଧୁ। ଆବେଗ ମଥିତ କଣ୍ଠରେ ଶ୍ରୀ ଶ୍ରୀ ବଡ଼ଦା କହିଲେ, ଯେ ଜନ ଗୋବିନ୍ଦ ଭଜେ, ସେ ହଏ ଆମର ପ୍ରାଣରେ। ଅର୍ଥାତ୍ ଯିଏ ସେ ପ୍ରଭୁ ଗୋବିନ୍ଦ ଶ୍ରୀହରିକୁ ଭଜନ କରେ ବା ତାଙ୍କ ପଥରେ ନେଇଯିବାର ପ୍ରେରଣା ଦିଏ, ସେ ହେଉଛି ଆମର ପ୍ରକୃତ ବନ୍ଧୁ, ଜଗତର ବନ୍ଧୁ, ଦୀନବନ୍ଧୁ। ଯାହା ସହିତ ଜଗତର ବନ୍ଧୁ, ସେ ଦୀନବନ୍ଧୁଙ୍କ ସହିତ ସମ୍ପର୍କ ନାହିଁ, ତା ସହିତ ବନ୍ଧୁ ବାନ୍ଧି ହୁଏ ନା, ସମ୍ପର୍କ ରଖି ହୁଏ ନା। ଯଦି ବା ବାନ୍ଧି ହୁଏ, ମେଳ ହୁଏ ନା। ଜୟଗୁରୁ। ଶ୍ରୀ ଶ୍ରୀ ଠାକୁରଙ୍କ ପ୍ରଦତ୍ତ କୁହା କଥା, ଯଜନ ଯାଜନ ଇଷ୍ଟଭୂତି ସଦାଚାର ସ୍ୱସ୍ତୟିନୀ ପାଳନ କରିବା ସଙ୍ଗେ ସଙ୍ଗେ ପ୍ରାତଃକାଳେ ପ୍ରାର୍ଥନାନ୍ତେ ଖାଲି ପେଟରେ ଥାଲକୁଡ଼ି ପତ୍ର ଗୁଡ଼ ସହିତ ଖାଇ ଏକ ଗ୍ଲାସ ପାଣି ପିଇବା ନିହାତି ଆବଶ୍ୟକ। ଶରୀର ପକ୍ଷେ ବହୁତ ଉପକାର, ଅବଶ୍ୟ ପାଳନୀୟ ଶ୍ରୀ ଶ୍ରୀ ଠାକୁରଙ୍କ କୁହା କଥା। ଆପଣମାନେ ଏପର୍ଯ୍ୟନ୍ତ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ତ ଶ୍ରୀ ଶ୍ରୀ ଠାକୁର ତଥା ଧର୍ମ ସମ୍ବନ୍ଧୀୟ ଭିଡ଼ିଓ ଦେଖିବାକୁ ମୋ ସହିତ କନେକ୍ଟେଡ଼ ହୁଅନ୍ତୁ। ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ଶ୍ରୀ ଗୁରୁ ପୁରୁଷୋତ୍ତମ ଏବଂ ଭିଡ଼ିଓ ଲାଇକ୍ କରି ମୋତେ ଉତ୍ସାହିତ କରିବାକୁ ଅନୁରୋଧ। ଜୟ ଗୁରୁ।